ମନୋବିଜ୍ଞାନ କହିଥାଏ ଉତ୍ତେଜିତ ନଥିବା ଅବସ୍ଥାରେ ମହିଳାଙ୍କ ଗୁପ୍ତାଙ୍ଗର ଗଭୀରତା 3ରୁ 4 ଇଞ୍ଚ ହୋଇଥାଏ ଓ ଏହା ଉତ୍ତେଜିତ ହୋଇଯିବା ପରେ ଏହାର ଗଭୀରତା 5ରୁ 7 ଇଞ୍ଚ ପର୍ଯ୍ୟନ୍ତ ହୋଇଯାଇଥାଏ। ମନୋବିଜ୍ଞାନ କହିଥାଏ ଯେଉଁ ପୁରୁଷର ଗୁପ୍ତାଙ୍ଗ ଅଧିକ ବଡ଼ ହୋଇଥାଏ ତେବେ ଶାରୀରିକ ସମ୍ପର୍କ ବନାଇବା ସମୟରେ ତାଙ୍କ ସ୍ତ୍ରୀ ଜଲ୍ଦି ସନ୍ତୁଷ୍ଟ ହୋଇଯାଇଥାନ୍ତି। ମନୋବିଜ୍ଞାନ କହିଥାଏ କୌଣସି ବିବାହିତ ମହିଳାର ଏହି 3ଟି କମଜୋରି ଜାଣିଥିଲେ ସେହି ମହିଳା ଚୋଡ଼ି ଖୋଲି ଥରେ ନୁହେଁ ବରଂ 1000 ଥର ଗେହିବାକୁ ଦେବାକୁ ବାଧ୍ୟ ହେବ। ଯଦି ଆପଣ କୌଣସି ସୁନ୍ଦରୀ ବିବାହିତା ମହିଳା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତ ପ୍ରଥମେ ତାଙ୍କର ଭଲ ସାଙ୍ଗଟି ହେବାକୁ ଚେଷ୍ଟା କରନ୍ତୁ। ଦ୍ୱିତୀୟରେ, ଯଦି ଟଙ୍କା, ପ୍ରେମ ଓ ସେକ୍ସ ଏହି 3ଟି ମଧ୍ୟରୁ ଗୋଟିଏ ବି କମିଥାଏ ତାହେଲେ ଆପଣ ତାହା ପୂରଣ କରି ତାଙ୍କ ହୃଦୟକୁ ଜିତନ୍ତୁ। ଆପଣଙ୍କ କାମ ହୋଇଯିବ। ମନୋବିଜ୍ଞାନ ଅନୁଯାୟୀ ଯଦି ପୁରୁଷ ଅଧିକ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ନ ବନାନ୍ତି ଓ ତାଙ୍କ ଗୁପ୍ତାଙ୍ଗ ଅଧିକ ଉତ୍ତେଜିତ ହେଉଥାଏ ତେବେ ପୁରୁଷର ଗୁପ୍ତାଙ୍ଗ ଧୀରେ ଧୀରେ ଶୁକୁଟିବାକୁ ଲାଗେ ଓ ଠିଆ ହେବା କମ୍ ହୋଇଯାଇଥାଏ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ମନୋବିଜ୍ଞାନ ଅନୁଯାୟୀ 5ଟି ଲବଙ୍ଗ ଓ 3ଟି ରସୁଣର ଫଡ଼ା ଓ 5ଟି କିସମିସ ନେଇ ସେଥିରେ 1 ଚାମଚ ଦେଶୀ ମହୁ ମିଶାଇ ଏସବୁକୁ ଭଲ ଭାବରେ ପେଷ୍ଟ କରି ନିଅନ୍ତୁ। ଯଦି ଆପଣ ରାତି 10ଟାରେ କରିବାକୁ ଚାହୁଁଛନ୍ତି ତେବେ ଏହି ପେଷ୍ଟକୁ କରିବାର 4 ଘଣ୍ଟା ପୂର୍ବରୁ ଖାଇ ନିଅନ୍ତୁ। ଏହାଦ୍ୱାରା ଆପଣ ରାତିରେ କରିବା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ କରିପାରିବେ। ମନୋବିଜ୍ଞାନ ଅନୁଯାୟୀ ଭାଙ୍ଗି ଯାଇଥିବା ଜିନିଷ ସବୁବେଳେ କଷ୍ଟ ଦେଇଥାଏ, ଯେମିତିକି ହୃଦୟ, ନିଜ ଭରସା ଓ ସବୁଠାରୁ ଅଧିକ କାହା ଉପରେ ରଖିଥିବା ଆଶା। ମନୋବିଜ୍ଞାନ ଅନୁଯାୟୀ ଜୀବନରେ 3ଟି ମନ୍ତ୍ର: ଖୁସିରେ କଥା ଦିଅନ୍ତୁ ନାହିଁ, କ୍ରୋଧରେ ଉତ୍ତର ଦିଅନ୍ତୁ ନାହିଁ ଓ ଦୁଃଖରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ମନୋବିଜ୍ଞାନ ଅନୁଯାୟୀ ଏହା ବି ଭଲ ହୋଇଥାଏ କି ଏ ହୃଦୟ କେବଳ ଶୁଣିଥାଏ, ଯଦି କଥା କହିପାରୁଥାନ୍ତା ତେବେ ପ୍ରଳୟ ହୋଇ ଯାଇଥାନ୍ତା। ମନୋବିଜ୍ଞାନ ଅନୁଯାୟୀ ଯଦି କୌଣସି ସମ୍ପର୍କରେ ରାଗ ଓ ଜିଦି ଆସି ଯାଇଥାଏ ତେବେ ଏ ଦୁହେଁ ଜିତି ଯାଇଥାନ୍ତି, ବାସ୍ ସମ୍ପର୍କ ହାରି ଯାଇଥାଏ।